କବିସୂର୍ଯ୍ୟନଗର ଆଠଗଡ଼ ପାଟଣାରେ ପୁଣି ଅଶାନ୍ତ ଲାଗି ରହିଛି। ଜନୈକ ବିଜେପି ନେତାଙ୍କୁ ମର୍ଡର ପରେ ପୁଣି ଥରେ ଦୁଇ ବାପା ଓ ପୁଅକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ବସ୍ଷ୍ଟାଣ୍ଡ ସ୍ଥିତ ଆଠଗଡ଼ ସ୍ଥିତ ବସ୍ଷ୍ଟାଣ୍ଡ ସ୍ଥିତ ବାପାକୁ ଗୋଡ଼େଇ ହାଣିବା ପରେ ପୁଅ ରକ୍ଷା କରିବାକୁ ଯାଇ ପୁଅ ମଧ୍ୟ ଗୁରୁତର ହୋଇଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର କବିସୂର୍ଯ୍ୟନଗରରେ ଭର୍ତ୍ତି କରିବା ପରେ ଅଧିକ ଚିକିତ୍ସା ଲାଗି ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ଏଇଭଳି ଅଶାନ୍ତ ଆଠଗଡ଼ ପାଲଟି ଯାଇଛି, ଯାହାଫଳରେ ଆଗକୁ କ'ଣ ଘଟିବ କୁହାଯାଇ ପାରୁନାହିଁ। ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଏଠି ଫେଲ୍ ମାରିଛି। ବ୍ୟୁରୋ ରିପୋର୍ଟ, ପ୍ରେରଣା ନ୍ୟୁଜ୍ ଟୁଡେ।